চঞ্চলাম সুবলাম মলয়জ শীতলাম শস্য শ্যামলাম মাতরম বন্দে মাতরম শুভ্র জ্যোৎস্না পুলকিত যামিনী কুসুমিত দ্রুমদল শোভিনী সুহাসিনী সুমধুর বাসিনী দাম বরদাম মাতরম বন্দে মাতরম। ପୁରୀ ଜିଲ୍ଲା କଣାସ ପଞ୍ଚାୟତ ସମିତି ବୈଠକ ହଟ୍ଟଗୋଳ ମଧ୍ୟରେ ସରିଛି। ବ୍ଲକ ଅଧ୍ୟକ୍ଷା ପ୍ରଭାତୀ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ। ବୈଠକ ଆରମ୍ଭରେ ସ୍ୱାସ୍ଥ୍ୟ ବିଭାଗ ଖୋର୍ଦ୍ଧା, ଜଳସେଚନ ବିଭାଗ ପୁରୀ, ରାସ୍ତା ଓ ଗୃହ ନିର୍ମାଣ ବିଭାଗ, ଉଠା ଜଳସେଚନ ବିଭାଗ ଭୁବନେଶ୍ୱର, ଡ୍ରେନେଜ ବିଭାଗ ଭୁବନେଶ୍ୱର, ଜଙ୍କିଆ ବିଦ୍ୟୁତ୍ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ନଥିବା ଓ କେତେକ ବିଭାଗର ଦୁର୍ନୀତିର ଅଭିଯୋଗ ସ୍ଥାନିତ ହୋଇଥିଲା। जिला परिषद सदस्य समस्त सदस्य समस्त समिति सभ्य उपस्थित आम ब्लॉक समस्त पदाधिकारी और सांबादिक समस्त आज सभा को स्वागत करछि। प्रथम बैठक जगन्नाथ महाप्रभु पाखे दीप प्रज्वलन कर बैठक आरंभ कर बैठक विभिन्न प्रकार उन्नयनमूलक काम केमी चली तार आहुरी त्वरान्वित हो पंचायत आमर कणास पंचायत इन ऑल एस्पेक्ट माने इंक्लूडिंग लाइन डिपार्टमेंट केमती आमर सब कंपोनेंट आम केमती प्रोग्रेस करिपरिबा से विस्तृत आलोचना है पंचायत समिति जो सब प्रपोजल रहा कथा ता ऊपर भी विस्तृत भाव आलोचना उपस्थापना कराइकिना कार्यकारी स्थिर करा। देखो ये तो आम चैलेंज रहिंतु जेहेतु आम डिफरेंट आमर पीआरआई सार मान काम करुचे डिफरेंट माने व्यू भी डिफरेंट रोचे समस्त को लेकिन समिति को हमको चलने पड़ुची तेणु तथापि आम चेष्टा करुचे आम द्वारा बेस्ट हो पार आम निश्चित दबा। बडाल सरपंच धनेश्वर लिंका अभियोग अनुसार गत 3 वर्ष हेब हरिश्चंद्र योजना आसु नथिबा बेले मृत्युवरण करिथिबा व्यक्तिर संपर्कीय सरकारी सहायता वंचित रहउछन्ति। ब्लॉक उपाध्यक्ष अभिमन्यु जय सिंह अभियोग आनिथिले कि गत किछि वर्ष हेबा वनीकरण और वृक्षारोपण कार्यक्रम में व्यापक अनियमितता और ब्लॉक अधिकारी एथिरे संपृक्त थिबा नै आउ वन विभाग अधिकारी संपृक्ति उपरे विधिवत तदंत करा जाऊ। बिना मस्टर न बाहर पैसा पेमेंट हो पार ना जो मस्टर पंचायत राज आसूसी कनसल्ट सरपंच अच्छा सी मस्टर दस्तखत करें रास्ता अनुधान करेंगे कौ रास्ता दस्तखत कौन आगामी दिन में बदनाम शुणे जो अंडाल सिंह पंचायत बदनाम होला कि बड़ाल पंचायत बदनाम होला माने टोटाल से जानी ना गच लगे पैसा सब कथा लगी न लगी मतलब पैसा जाइए तेणु मोर कह कथा कल बैठक हम अध्यक्ष भी अच्छा से उठातु मैंने कणास ब्लॉक जिते आम जंगल विभाग में प्लांटेसन मध्यम जो हम मस्टर माने से पंचायत सरपंच मैंने जानतु मस्टर दस्तखत कला पैसा छाड़ू प्रस्ताव पास करा
ବିନା ପଞ୍ଚାୟତ ଗ୍ରାମ ସଭାରେ ଫରେଷ୍ଟ ଡିପାର୍ଟମେଣ୍ଟ ବାଲା ଗଛ ଲଗେଇ ପାରିବନି। ଯଦି ଗ୍ରାମ ସଭା ଦୁଇଶହ ନଥିବା କପି ସେ ଲଗେଇବା ମାନେ ତାକୁ ଭିଜିଲାନ୍ସ ତଦନ୍ତ ଦିଆଯିବ। ଇଏ ଯେତେକ ପେମେଣ୍ଟ ହେଇଛି ସେଇଟାକୁ ମଧ୍ୟ ତଦନ୍ତ କରାଯାଉ। ଗ୍ରାମ ସଭା ରେଜୁଲେସନ ଯାଇଛି କି ନାହିଁ, ପଞ୍ଚାୟତ ଗ୍ରାମ ସଭା ରେଜୁଲେସନ ନଗଲେ ଫରେଷ୍ଟ ଡିପାର୍ଟମେଣ୍ଟ ବାଲା ସେ ପଞ୍ଚାୟତରେ ଲଗେଇ ପାରିବନି। ସରପଞ୍ଚ ଲାଗୁନି ନାହିଁ ମହେଶ୍ୱର ନା ସରପଞ୍ଚ ନଲେଜ ଦେଲେ ଗ୍ରାମ ସଭା ନଗଲେ ସରପଞ୍ଚ ଜାଣିବ ଆଉ। ଜାଣୁଛି ହେଲେ ମଷ୍ଟର ବାହାରିଲା ବେଳେ ସରପଞ୍ଚ ଜାଣୁନି। ରେଜୁଲେସନ ହେଇଛି କି ନାହିଁ ପଞ୍ଚାୟତରେ ହେଇଛି ହେଇଛି ମାନେ ତାହେଲେ ଫରେଷ୍ଟ ଡିପାର୍ଟମେଣ୍ଟ ସରପଞ୍ଚ ଜାଣୁନି। ସେଇ ଗୋଟେ ପଞ୍ଚାୟତ ସମିତି ବୈଠକ 9 ମାସ ପରେ ଆଜି ଥିଲା ବୈଠକ, ଯାହାକି 3 ମାସରେ ଥରେ ଲେଖା ହବା କଥା ବୈଠକ। ବିଗତ ସମୟ ମାନଙ୍କରେ କଣାସର ଉନ୍ନୟନ କାର୍ଯ୍ୟ କୁ ଗୁରୁତ୍ୱ ଦିଆଯାଇନଥିଲା, କୋଉଠି ନା କୋଉଠି କଣାସ ଉନ୍ନତିମୂଳକ କାର୍ଯ୍ୟ ଠପ ହେଇଥିଲା। ଏବଂ ଆଜିର ଏ ବୈଠକରେ ପଞ୍ଚାୟତ ସମିତି ସଭ୍ୟଠୁ ଆରମ୍ଭ କରି ପିଆରଆଇ ମେମ୍ବରଙ୍କର ବହୁ ବିଭିନ୍ନ ଅଭିଯୋଗ ରହିଛି। 9 ମାସର ଗୋଟେ ବ୍ୟବଧାନ ଛୋଟ ବ୍ୟବଧାନ ନୁହେଁ। ତେଣୁ ଆଜି ତ୍ୱରାନ୍ୱିତ କରାଯାଉଛି କିଭଳି ଭାବେ ଆଗାମୀ ଦିନରେ ସରକାରୀ କାର୍ଯ୍ୟକ୍ରମ ଗୁଡିକ ଏବଂ ସରକାରଙ୍କର ଯୋଜନା ଗୁଡିକ ଆସୁଛି ଆପଣଙ୍କର ବ୍ଲକଠୁ ଆରମ୍ଭ କରି ଏଗ୍ରିକଲଚର ଅଫିସ ପର୍ଯ୍ୟନ୍ତ ସେଗୁଡିକ କିଭଳି ଭାବେ ତ୍ୱରାନ୍ୱିତ ହବ କାର୍ଯ୍ୟ ସେ ବାବଦ ଆଜି ପୁଙ୍ଖାନୁପୁଙ୍ଖ ଆଲୋଚନା ହେଇଛି। ଦେଖନ୍ତୁ ମୁଁ ତ ହଉଛି ଗୃହର ଜଣେ ନିମନ୍ତ୍ରିତ ଅତିଥି। ଯେହେତୁ ମୁଁ ଜଣେ ନିମନ୍ତ୍ରିତ ଅତିଥି, ମୁଁ ଚେଷ୍ଟା କରିବି କିଭଳି ଭାବେ ଏ ଗୃହରେ ସମସ୍ତଙ୍କ ଭିତରେ ସମନ୍ୱୟ ଠିକ ରହୁ, ଦଳୀୟ ସମନ୍ୱୟ ରହୁ। ମୁଁ ପ୍ରତ୍ୟେକ ସମୟରେ ମୁଁ କହିଛି ଦଳୀୟ ରାଜନୀତି ଆମେ ନିର୍ବାଚନ ଆସିଲେ କରିବା। ଯୋଉମାନେ ଆମକୁ ସରପଞ୍ଚ ନୋମିନି ବିଧାୟକ ସାଂସଦ ଯୋଉମାନେ ଆମକୁ କରିଛନ୍ତି କି ଜିଲ୍ଲା ପରିଷଦ ଯୋଉମାନେ ହେଇଛୁ, ଆମର ପ୍ରଥମ କର୍ତ୍ତବ୍ୟ ହେଉଛି ଲୋକଙ୍କର ଅଧିକାରକୁ ନେଇକି ଆମେ ଗୃହରେ ଆଲୋଚନା କରିବା ଏବଂ ସରକାରୀ ଯୋଜନାକୁ ନେଇକି ଲୋକଙ୍କ ପାଖରେ ପହଞ୍ଚେଇବା। ତେଣୁକରି ଏଇ ଦୁଇଟି ଜିନିଷରେ ଯଦି କୋଉଠି ତାଳତୁଳ ହୁଏ ତାହେଲେ ଆମେ ଲୋକଙ୍କ ପାଇଁ ରାଜନୀତି କରିବା ପାଇଁ ଆସିନେ, ଆମେ କେବଳ ନିଜ ସ୍ୱାର୍ଥ ପାଇଁ ଆମେ ପଦପଦବୀ ପାଇଁ ରାଜନୀତି କ୍ଷେତ୍ରରେ ଆସିଛେ ବୋଲି ତାକୁ ଗଣାଯିବ। ଫରେଷ୍ଟ ଡିପାର୍ଟମେଣ୍ଟରେ ବହୁତ ଅନିୟମିତତା ହେଇଛି ବିଗତ ଦିନରେ। ଆମେ ବି କଥାକୁ ନେଇ ବିଭିନ୍ନ ମହଲରେ ପହଞ୍ଚିଥିଲୁ। ଆଜି ଯୋଉ କଥା ଆମର ଭାଇସ ଚେୟାରମ୍ୟାନ ଯୋଉ କଥା ଆଜି ଉଠେଇଲେ, ସୋସିଆଲ ଅଡିଟ ରିପୋର୍ଟରେ ଏ କଥା ଆସିଛି। ତ ଆଜି ଆମେ ଗୋଟେ ନିଷ୍ପତ୍ତି କରୁଛୁ, ଗୃହର ସଦସ୍ୟ ମାନେ ଯାଇକି ଆଗୁ ପ୍ରକଳ୍ପ ଗୁଡିକୁ ଦେଖିବେ ସେ ପ୍ରକୃତରେ ହେଇଛି ନା ନାହିଁ। ସେ ରିପୋର୍ଟ ଦେଲା ପରେ ତାକୁ ଭିଜିଲାନ୍ସ ତଦନ୍ତ ପାଇଁ ଦିଆଯିବ। ଏହି କାର୍ଯ୍ୟକ୍ରମରେ ବ୍ଲକ ଉନ୍ନୟନ ଅଧିକାରୀ ନାରାୟଣ ସାହୁ, ତହସିଲଦାର ସମ୍ପତ କୁମାର ପାଣିଗ୍ରାହୀ, ଏବିଡିଓ ମଙ୍ଗଳ ସିଂ ହେମ୍ବ୍ରମ, ଜିଲ୍ଲା ପରିଷଦ ସଭ୍ୟା ଲତାମଣି ଜଗଦେବ, ଭୀମସେନ ପାଇକରାୟ, ପ୍ରଣତି ଜେନା, ସିଡିପିଓ ସ୍ମିତା ମହାନ୍ତି, କୃଷି ଅଧିକାରିଣୀ ପ୍ରତିମା ଖଣ୍ଡାୟତ ରାୟ, ଆରଡବ୍ଲ୍ୟୁଏସଏସ୍ ଆସିଷ୍ଟାଣ୍ଟ ଜେଇ ରଞ୍ଜନ କୁମାର ସାମନ୍ତରାୟ, କଣାସ ଥାନାଧିକାରୀ ରାକେଶ କୁମାର ତ୍ରିପାଠୀ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକ ଆମେ ଆର ଥର ବୈଠକ କୋରମ ହେଲାନି, ହେଇପାରିଲାନି, ତ ଏ ବୈଠକରେ ଠିକ ଠାକ ଚାଲିଛି। ଡେଭଲପମେଣ୍ଟ ଉପରେ ବେଶୀ ଗୁରୁତ୍ୱ ଦେଇକି ଚାଲିଛି କାମ, କଥାବାର୍ତ୍ତା। ଡେଭଲପମେଣ୍ଟରେ କାମ କ'ଣ ଅଛି, ଆମର କେତେ ସେୟାର ଅଛି, କେତେ ବଣ୍ଟା ହେଇନି କାହିଁକି, ଏଇ ବିଷୟରେ ଆଲୋଚନା ହଉଥିବ। ହଁ, ସମସ୍ତେ ଅଛନ୍ତି। ସଭା ଭିତରେ ତ ରହିଲେ ହବ, ବାଦ ବିବାଦ ହବ, ହେବେ। ସମସ୍ୟା ଅଛି ମାନେ ସମାଧାନ ଅଛି, ସମସ୍ୟା ଥିଲା ସମାଧାନ ବି ହେଲା। କଥାକୁ ନେଇକିରି 7ଟା କମିଟିରେ କେତେ ଜଣ ଆମେ କରିଥିଲୁ କମିଟି, ତାକୁ କେତେ ଜଣ ଆମକୁ କହିଲେ ଯେ ଆମେ ଏ କମିଟିରେ ମାନେ ଠିକ ଭାବୁନୁ, ଆମେ କମିଟି ଠିକରେ ହେଇଛି ବୋଲି। ତ କମିଟି ଆମକୁ ନେଇକିରି ଆଉ ଥରେ ବସିକିରି କରନ୍ତୁ। କିଛି ଲୋକ ଆଉ କାହାକୁ ସରପଞ୍ଚ ଅଛନ୍ତି, ଆଉ ଅନ୍ୟ ସରପଞ୍ଚ ତ ଅଛନ୍ତି, ମୁଖ୍ୟ ଭାବରେ ସରପଞ୍ଚ ଯେହେତୁ ଅଛନ୍ତି ତାଙ୍କର ଆଉ କେହି ନାହାନ୍ତି, ତ ଆମେ ଭାବିଛୁ ସରପଞ୍ଚକୁ ଦେଇପାରିବୁ।
କେଉଁ କମିଟି ଆମେ ଯେହେତୁ ଖାଲି ପିଏସ୍ ମେମ୍ବରଙ୍କୁ ନେଇକରି କମିଟି ଗଢ଼ିଥିଲୁ, ସରପଞ୍ଚଙ୍କୁ ତ ନେବା କଥା ନିୟମ ରଖିନାହାନ୍ତି। ଆମର କିଛି ସରପଞ୍ଚ ବି କହିଲେ ଆମେ ତା ଭିତରେ ଆମେ କିଛି ମେମ୍ବର ରହିବୁ, ତ ସରପଞ୍ଚଙ୍କୁ ନେଇକରି କିଛି ବି ସରପଞ୍ଚଙ୍କୁ ତା ଦେହରେ ନିଆହେବ, ଆଉ ଥରେ କମିଟି ଗଢ଼ା ହେବ। ସେଇ ଅନୁସାରେ ତାଙ୍କର ସେଠି ଗୋଟେ କାହାକୁ ଦବୁ ଲେଖା ଅଛି। କଣାସରୁ ଆମ ପ୍ରତିନିଧି ମାନସ କୁମାର ମାର୍ଥାଙ୍କ ରିପୋର୍ଟ, ସୁଦେଶନା ନ୍ୟୁଜ୍। ତା ଭିତରେ ଟଙ୍କାଟେ ଇଣ୍ଟରେଷ୍ଟ ମନି ମୁଁ ୟୁଟିଲାଇଜ କରିନାହିଁ। ଇଣ୍ଟରେଷ୍ଟ ମନି ୟୁଟିଲାଇଜ କରିବାକୁ ହେଲେ ଆପଣଙ୍କର ପଞ୍ଚାୟତ ସମିତିରେ ରିଜଲ୍ୟୁସନ ରହିବା ଦରକାର। ପ୍ରଥମ କଥା ହଉଛି, ଯଦି ମୋର ପ୍ରେଡିସେସର ବିନା ପଞ୍ଚାୟତ ସମିତି ମିଟିଂ କିମ୍ବା ବିନା ହାୟର ଅଥରିଟି ନଲେଜରେ କରିଥିବେ, ସେ ଫ୍ୟାକ୍ଟଟା ମୁଁ କଲେକ୍ଟରକୁ ମୋ ହାୟର ଅଥରିଟିକି ମୁଁ ଜଣେଇବି। ମତେ ରିକ୍ୱେଷ୍ଟ ରହିବ ଆମର ଭାଇସ୍ ଚେୟାରମ୍ୟାନ ସାର୍ଙ୍କୁ କୁହନ୍ତୁ ଯେ କୋଉଟା ଇଣ୍ଟରେଷ୍ଟ ମନି ବିଡିଓ ଖର୍ଚ୍ଚ କରିଛନ୍ତି। ମୋ ଅଜ୍ଞାତ ସାରରେ ହେଇଥାଇପାରେ, କାମ କରୁଛି ଭୁଲ ହେଇଥାଇପାରେ, ମୋ ଜ୍ଞାତରେ ମୁଁ ସେମିତି କିଛି ପେମେଣ୍ଟ କରିନି ଇଣ୍ଟରେଷ୍ଟ ମନି, ଯୋଉଟା କି କାର୍ଯ୍ୟ କରିବି। ଆଲୋଚନା ମୁଖ୍ୟ ରହିଛି ଆମର ଉନ୍ନୟନ କାର୍ଯ୍ୟ ଉପରେ। ଉନ୍ନୟନ କାର୍ଯ୍ୟ 2 ବର୍ଷ ହେଲାଣି, ପ୍ରାୟ 2.5 ବର୍ଷ ହେଲାଣି ଠପ ହେଇକି ରହିଛି। କାହିଁକି ନା ଆମର ପଞ୍ଚାୟତ ସମିତି ଗଠନ ହେବା ଠାରୁ ସର୍ବପ୍ରଥମେ ଚେୟାରମ୍ୟାନ ଗଠନ ହେବେ, ତାପରେ ଭାଇସ୍ ଚେୟାରମ୍ୟାନ, ଦ୍ୱିତୀୟରେ ତୃତୀୟ କଥାଟି ହେଲା ଆମର ଷ୍ଟାଣ୍ଡିଂ କମିଟି। ଆଜି ପର୍ଯ୍ୟନ୍ତ ଷ୍ଟାଣ୍ଡିଂ କମିଟି ଗଠନ ହେଇନାହିଁ, ଯାହାଦ୍ୱାରା କି ଯୋଉ ଅର୍ଥ ବିନିଯୋଗ ହେଇଛି ତାହା ଏକ ଅନିୟମତା ଜାଣି ଶୁଣିକି ଚକ୍ରାନ୍ତ ଉଦ୍ଦେଶ୍ୟମୂଳକ ଭିତ୍ତିରେ କରାଯାଇଛି। ଆମ କଣାସ ବ୍ଲକରେ କୋଟି କୋଟି ଟଙ୍କା ଧରିକି ଫରେଷ୍ଟ ବିଭାଗରେ ଅନିୟମତା ହେଇଛି। ଗଛ ଲାଗିନାହିଁ, ଗଛ ଲାଗିବା ନାଁରେ ଅନେକ ପ୍ରୋଜେକ୍ଟ ଫଲ୍ସ ରେକର୍ଡ କରାଯାଇଛି। ଗୋଟେ ହଉଛି ତିଲୋଚନପୁର ପଞ୍ଚାୟତର ବିରିକେଶରପୁର ଠାରୁ ଘୋରଡିଆ, ସେଇ ପ୍ରୋଜେକ୍ଟଟାକୁ ରିପିଟ କରାଯାଇଛି ବଡପଟୁ ପଞ୍ଚାୟତରେ ବିରିକେଶରପୁର ବ୍ରିଜ ଠାରୁ ଘୋରଡିଆ। ଦୁଇଟି ଯାକ ପ୍ରୋଜେକ୍ଟ ଉପରେ ପ୍ରାୟ 30 ଲକ୍ଷ ଟଙ୍କା ହଡପ କରାଯାଇଛି। ତୃତୀୟ କଥାଟି ହଉଛି ଅଣ୍ଡାଳସିଂହି ଗ୍ରାମ ପଞ୍ଚାୟତ ବ୍ରିଜ ଠାରୁ ନରଣପୁର ରାସ୍ତାଟି, ସେଟା ହଉଛି ଡେଲାଙ୍ଗ ବ୍ଲକ ଅନ୍ତର୍ଗତ, କିନ୍ତୁ ତାକୁ ସିରେଇ ଗ୍ରାମ ପଞ୍ଚାୟତରେ ନାମିତ କରି ତା ଉପରେ ପ୍ରାୟ 10 ଲକ୍ଷ ଟଙ୍କା ହଡପ କରାଯାଇଛି। ଚତୁର୍ଥ କଥାଟି ହେଲା ଆମର ଅଣ୍ଡାଳସିଂହି ପଞ୍ଚାୟତର ଝାରଡା ଠାରୁ ଅଣ୍ଡାଳସିଂହି ଠାରୁ ରହିଛି ବାଁବରଡା, ସେଇଟା ପ୍ରାୟ 10 ଲକ୍ଷ ଟଙ୍କା। ଝାରଡା ଠାରୁ କରମଳା ପ୍ରାୟ 10 ଲକ୍ଷ ଟଙ୍କା। ଆଉ ଗୋଟେ ରହୁଛି ବଡପଟୁ ପଞ୍ଚାୟତର ସଂଲଗ୍ନ, ସେଇଟା ପାଣ୍ଡିଆକେରା ପଞ୍ଚାୟତରେ ଯାଇଛି ବରିମଣ୍ଡଳ ଠାରୁ ପାଣ୍ଡିଆକେରା, ତା ଉପରେ 15 ଲକ୍ଷ ଟଙ୍କା। ଅନେକ ଗୁଡ଼ିଏ ପ୍ରୋଜେକ୍ଟ ଅଛି ଯେ କି ପରିପ୍ରକାଶ କରି ହେଉନାହିଁ। ଦାୟୀ ଆମର ପ୍ରଶାସନିକ ଅଧିକାରୀ ପ୍ଲସ୍ ଆମର ଯିଏ ଆମର ବ୍ଲକର ନେତୃସ୍ଥାନୀୟ ରହିଲେ, ସେଥିରେ ସଂଶ୍ଳିଷ୍ଟ ଅଛନ୍ତି, ଅଧ୍ୟକ୍ଷ ବି ରହିପାରିଥାନ୍ତି। ଅଧ୍ୟକ୍ଷଙ୍କ ସହିତ ଅନ୍ୟମାନେ ବି ବ୍ଲକ, ଯେହେତୁ ଆମର ସବୁ ବିଭାଗ ବ୍ଲକ ତାର ଅଧ୍ୟକ୍ଷ ହୁଅନ୍ତି ହେଡ, ତେଣୁ ଅଧ୍ୟକ୍ଷଙ୍କ ଜ୍ଞାତସାରରେ ହେଇନି ବୋଲିଆ କିଏ କହିବ? ତେଣୁ ତା ଆମେ ଅନୁମାନ କରୁଛୁ ସେ ଜାଣିଥିବେ, ତା ଜାଣିଛି କି ନ ଜାଣିନ୍ତି। ସୋସିଆଲ ଅଡିଟ ରିପୋର୍ଟ ପରିପ୍ରକାଶ ଯାହା କରୁଛି କୋଟି କୋଟି ଟଙ୍କା ହଡପ ହେଇଛି। କିନ୍ତୁ ଆମର ପ୍ରିୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯୋଉ ନାରା ଦେଇଛନ୍ତି, ଗୋଟେ ଗଛଟିଏ ଲାଗିଲେ ଗୋଟେ ମା ପରୀକ୍ଷା ପାଳିବାକୁ ପଡିବ। ତେଣୁ ମା ପାଇଁ ଯୋଉ ଗଛଟି ରହିଛି, ସେଇ ମା ପାଇଁକା ଗଛ ନାଁରେ କୋଟି କୋଟି ଟଙ୍କା ହଡପ କରାଯାଉଥିବା ଏହା ଏକ କେତେ ଗହୀରିତ ଅପରାଧ ତାହା ସର୍ବଜନୀନ ହବ। ଜନସାଧାରଣ ଏହାର ଉଚିତ ମୁକାବିଲା କରିବେ, ଜନସାଧାରଣ ଏହାର ଜବାବ ମାଗିବେ। ତେଣୁ ଆମର ବ୍ଲକ ଏକ ଦୁର୍ନୀତି ଗ୍ରନ୍ଥରେ ଚାଲିଛି, ତେଣୁ ଆମେ ଏହା ଉପରେ ଉପସ୍ଥାପନ କରି ରଖିଛୁ। ବହୁତ ଗୁଡେ ଅନିୟମିତତା ଆକ୍ଚୁଆଲି ହେଇଛି ବିଗତ ଦିନରେ। ଲାଇଟ ଜଳୁନି କିନ୍ତୁ ବିଲ୍ ନିଆ ଚାଲିଛି, ହେଲେ କି କୌଣସି କୋଉ ପଞ୍ଚାୟତରେ କେତେଟା ଲାଇଟ ଜଳୁଛି ତାର ବି ହିସାବ ନାହିଁ, କିନ୍ତୁ 15,000 17,000 ବିଲ୍ ଚାଲିଛି, ହେଲେ କି ବିଲ୍ ଜଳୁନି। ତେଣୁକରି ବର୍ତ୍ତମାନ ଆମେ ସେ ଏ ପ୍ରସ୍ତାବକୁ ନିଆଯାଉ ଯେ ଯେପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲାଇଟ ନ ଜଳିଛି କୌଣସି ସରପଞ୍ଚଙ୍କୁ ପ୍ରେସର କରାହବନି।